ଥରେ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା। ଏକ ଭୟଙ୍କର ଯୁଦ୍ଧ ଚାଲିଥିଲା। ଅନେକ ସୈନିକ ଯୁଦ୍ଧରେ ଆହତ ହୋଇଥିଲେ। ଏହିପରି କର୍ମଚାରୀମାନେ ଉଭୟ ରାଜ୍ୟର ସେନାରେ ନିଯୁକ୍ତ ହୋଇଥିଲେ। ଯାହାର କାର୍ଯ୍ୟ ଯୁଦ୍ଧକ୍ଷେତ୍ରରେ ଥିଲା, ସେମାନେ ଯାଇ ନିଜ ସୈନ୍ୟବାହିନୀର ଆହତ ସୈନିକମାନଙ୍କୁ ପିଇବାକୁ ପାଣି ଦେବେ ଏବଂ ସେମାନଙ୍କ ମଧ୍ୟରୁ ପାଣ୍ଡବରଣ ରାଜ୍ୟ ସୈନ୍ୟବାହିନୀର ଜଣେ କର୍ମଚାରୀ ଥିଲେ। ସେ ଯୁଦ୍ଧକ୍ଷେତ୍ରକୁ ଯାଇ ଆହତ ସୈନିକମାନଙ୍କୁ ପାଣି ପିଇବାକୁ ଦିଅନ୍ତି। ସେ ସେମାନଙ୍କ ଆହତ ସ୍ଥାନରେ ପଟି ବାନ୍ଧେ ଏବଂ କୌଣସି ଆହତ ସୈନିକଙ୍କ ଯତ୍ନ ନେଉଥିଲେ। ସେ ନିଜ ସୈନ୍ୟ ହେଉ କିମ୍ବା ବିରୋଧୀ ରାଜ୍ୟର ସୈନ୍ୟବାହିନୀ, ଏହା ଉପରେ କିଛି ସୈନିକ ରାଜାଙ୍କ ନିକଟରେ ଅଭିଯୋଗ କଲେ ଯେ ପାଣ୍ଡବବରଣ ମଧ୍ୟ ବିରୋଧୀ ରାଜ୍ୟର ଆହତ ସୈନିକମାନଙ୍କୁ ବ୍ୟାଣ୍ଡେଜ୍ କରି ସେମାନଙ୍କୁ ପିଇବାକୁ ପାଣି ଦିଅନ୍ତି। ବିପକ୍ଷ ରାଜ୍ୟ ସେନାର ଆହତ ସୈନିକମାନଙ୍କୁ ମଧ୍ୟ ସେବା କରୁଛନ୍ତି। କାହିଁକି? ପାଣ୍ଡବରଣ କହିଲେ, ମହାରାଜ, ଆହତମାନଙ୍କୁ ସେବା କରିବା ମୋର କର୍ତ୍ତବ୍ୟ। ଯେତେବେଳେ ମୁଁ ଯୁଦ୍ଧକ୍ଷେତ୍ରକୁ ଯାଏ, ମୁଁ କେବଳ ଆଘାତପ୍ରାପ୍ତ ମଣିଷମାନଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖେ। ମୁଁ ନିଜକୁ କିମ୍ବା ମୋର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଖେ ନାହିଁ। ମୋର କେବଳ ମୋର କର୍ତ୍ତବ୍ୟ ମନେ ଅଛି। ସେଥିପାଇଁ ମୁଁ ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କ ସେବା କରେ। ପାଣ୍ଡବରଣଙ୍କ କଥା ଶୁଣି ରାଜା ତାଙ୍କୁ ଆଲିଙ୍ଗନ କରି କହିଲେ, ପାଣ୍ଡବରଣ, ତୁମେ ଜଣେ ପ୍ରକୃତ ସେବକ। କାହାଣୀର ମୂଳ ବିଷୟ ହେଉଛି ସେବା। ଜଣଙ୍କର ନିଜର କିମ୍ବା ଅନ୍ୟ କାହାରିକୁ ବିଚାରକୁ ନିଆଯାଏ ନାହିଁ। ସେବା ଯେଉଁଥିରେ ଆଂଶିକତା ସେବା ନୁହେଁ, ତାହା ଗୋଟିଏ ଦୃଷ୍ଟିକୋଣରୁ ସମଗ୍ର ମାନବ ଜାତି ପାଇଁ ସେବା ହେଉଛି ପ୍ରକୃତ ସେବା। ସରଳ ଦୟା ଏବଂ ମାନବିକତା ଦ୍ୱାରା ଏହା କରାଯିବା ଉଚିତ। କାହାଣୀଟି ଯଦି ଭଲ ଲାଗିଲା, ଲାଇକ୍, ସବସ୍କ୍ରାଇବ୍ କରି ଘଣ୍ଟି ବଟନକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିବା ପାଇଁ ଜମା ବି ଭୁଲିବେ ନାହିଁ।